ଠାକୁର ବୋଦାକୁ ନେଇ ଗଣ୍ଡଗୋଳରେ ବୃଦ୍ଧ ଦୁଇ ଅଟକ କୁଆଖିଆ ଥାନା ଅନ୍ତର୍ଗତ ଦାମୋଦରପୁର ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଠାକୁର ଘର ବୋଦାକୁ ନେଇ ଗଣ୍ଡଗୋଳ ଆରମ୍ଭ ହୋଇଥିଲା। ଏହି ଗଣ୍ଡଗୋଳରେ ଗୁରୁତ୍ୱ ଥିବା ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ବୃଦ୍ଧ ଜଣଙ୍କ ଋଷିମଣି ମଲ୍ଲିକ ବୋଲି ଜଣାପଡ଼ିଛି। ସୂଚନା ମୁତାବକ ଗ୍ରାମର କିଛି ବ୍ୟକ୍ତି ଠାକୁର ଘର ବୋଦାକୁ ମାରିଦେଇଥିଲେ। ଏହାକୁ ନେଇ ଗ୍ରାମରେ ବିବାଦ ଉପୁଜିଥିଲା। ଗତ 24 ତାରିଖରେ ଘଟଣାକୁ ନେଇ ଗ୍ରାମରେ ଆଲୋଚନା ହେଉଥିବା ସମୟରେ ଗଣ୍ଡଗୋଳ ଆରମ୍ଭ ହୋଇଥିଲା। ଏହି ଗଣ୍ଡଗୋଳରେ ପୂର୍ଣ୍ଣଚନ୍ଦ୍ର ରାଗି ଯାଇ ଋଷିମଣିଙ୍କୁ ଧକ୍କା ଦେଇଥିଲେ। ଏଥିରେ ଋଷିମଣି ତଳେ ପଡ଼ିଯାଇଥିଲେ ଏବଂ ଗୁରୁତର ଆହତ ହୋଇଥିଲେ। ସେହି ଦିନରୁ ସେ ଅସୁସ୍ଥ ଥିଲେ। ଆଜି ତାଙ୍କ ଦେହ ଅଧିକ ଖରାପ ହେବାରୁ ପରିବାର ଲୋକ ଋଷିମଣିଙ୍କୁ ଧର୍ମଶାଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଇଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ବୃଦ୍ଧଙ୍କ ପୁତୁରା ଅଶୋକ ମଲ୍ଲିକ ତାଙ୍କ ଋଷିମଣି ଗଣ୍ଡଗୋଳରେ ହୋଇଥିବା ଆକ୍ରମଣରୁ ମୃତ୍ୟୁ ହୋଇଥିବା ନେଇ କୁଆଖିଆ ଥାନାରେ ଅଭିଯୋଗ କରିଥିଲେ। କୁଆଖିଆ ଥାନା ପୁଲିସ ଏନେଇ କେସ୍ ନମ୍ବର 382/25ରେ ମାମଲା ରୁଜୁ କରି ବୃଦ୍ଧଙ୍କ ଶବ ଜବତ କରି ବ୍ୟବଚ୍ଛେଦ କରାଇ ପରିବାରକୁ ହସ୍ତାନ୍ତର କରିଥିଲେ। ଅନ୍ୟପକ୍ଷରେ ଘଟଣାକୁ ନେଇ ପୂର୍ଣ୍ଣଚନ୍ଦ୍ରକୁ ପୁଲିସ ଥାନାରେ ଅଟକ ରଖି ପଚରାଉଚରା ଚଳାଇଥିବା ଜଣାପଡ଼ିଛି। ସମସ୍ୟା ଏଠି ମଦ ବିକ୍ରି ହେଉଛି, ଗଞ୍ଜେଇ ବିକ୍ରି ହେଉଛି, ଲୋକ ଏଠିକି ଆସିକି ଗଣ୍ଡଗୋଳ କରୁଛନ୍ତି, ମାଡ଼ଧର କରୁଛନ୍ତି। ଆମ ଭାଇକି ଏଇ ବିଧା ମାରିଛନ୍ତି ତା ଛାତିକି। ମାଲା ଆଜି ପୁରା ଲେଟ୍ ହେଇଗଲା, ଡେଟ୍ ହେଇଗଲା। ଭାଇଙ୍କ ସବୁ ଆଗରୁ ଶତ୍ରୁତା ଥିଲା କି ପୂର୍ବରୁ? ନା, ଶତ୍ରୁତା ନଥିଲା। ସେ ବୋଦାଟା ଲାଗି ଏତିକ ଲାଗିଛି ଅଗଲା। ବୋଦାଟା ଠାକୁରଙ୍କ ବୋଦା, ସମସ୍ତ ଗାଁଙ୍କର ମାନେ ଆମ ହରିଜନଙ୍କର ସବର୍ଣ୍ଣଙ୍କର ସମସ୍ତଙ୍କର ଠାକୁରଙ୍କର ହେଉଛି ବୋଦାଟା ନା ନାହିଁ, ମଙ୍ଗଳାଙ୍କ ବୋଦା। ତାକୁ ବାନ୍ଧି ଆଣିଲେ, ବାନ୍ଧି ଆଣିକରି ଘର ପାଖରେ ବାନ୍ଧିଲେ, ବାନ୍ଧିକିରି ଆଡ଼େ ପଠେଇଦେଲେ। ଆମେ କହିଲୁ ଯେଉଁ ବୋଦାଟା କାହିଁ ବାନ୍ଧିଛ? ନା ଆମେ ଗେଲରେ ବାନ୍ଧି ଦେଇଛୁ। ତାପରେ ଦେଖିଲା ବେଳକୁ ବୋଦା ନାହିଁ, ବୋଦା ହରଣ ଚାଲ କଟା ହେଇଗଲା। ଆମେ ଦେଇଛୁ, ଆମେ ତ ଏ ବୋଦାଟା ଜଣେ ଆଣି ଛାଡ଼ିଥିଲା ଆମ ଘରେ, କହିଲା ତମ ଜିମାରେ ଦେଇନି। ସେ ଆମ ଜିମାରେ ଦେଇଥିଲା, ଆମ ଛେଳିକ କତିରେ ଥିଲା। ସିଏ ତାକୁ ନେଇକିରି ବିକିଦେଲେ। ଯେଉଁଠୁ ଇଏ ସେଇଠୁ ପେଟ କଣ ହେଉଥିଲା, ଇଏ ଶୋଇଥିଲେ, ପେଟ ଗ୍ୟାସ୍ ହେଇଥିଲା, ଇଏ ଶୋଇଥିଲେ ଖାଇନାହାନ୍ତି ଦିନ ଯାକ। ସିଏ ଶୁଣିଲା ଯେ ବୋଦା କୁଆଡ଼େ ଗଲା, ମୁଁ ଛେଳିକି ଟିକେ ଆଣିଲି, କାହା ବୋଦାଟା ହେଇଛି ନା? ମୁଁ ନାହିଁ। ବୋଦାକୁ ସେ ଛୁଆ ଧରିକିରି ଆଣୁଥିଲେ, ସେ ଧରିକି ଆଣିଥିଲେ ଅମେକେଇ ଘର। ସେ ବୋଦା କ'ଣ କଲେ? ମୁକୁନ୍ଦ ଦାସ, ଭୋଳା ଦାସ, ଗୀତିକିରି ଆଇଲେ ବୋଦା ତାଶାଳି ଘର କତୁରୁ ଆଣିକିରି କ'ଣ କଲେ? କାହିଁ ମୋ ଛେଳି ସାଙ୍ଗରେ ଆସିନାହିଁ। ଏ ଯାଇ ସଞ୍ଜ ବେଳକୁ ମୋ ସ୍ୱାମୀ ପଚାରିଲା, ବୋଦାଟା କୁଆଡ଼େ ଗଲା, ତୁମେ କେଉଁଠି ବିକିଛ, କେଉଁଠି ରଖିଛ କୁହ। ଏତିକି କହୁ କହୁ ମୋ ସ୍ୱାମୀ ଛାତିରେ ବିଧା ମାଇଲେ। ଭୋଳା ଦାସ ମାଇଲା, ଆଉ ମୁକୁନ୍ଦ ଦାସ ମାଇଲା, ଆଉ ନେକୁଆ ଦାସ ମାଇଲା, ଆଉ ରଶ୍ମିଳା ଦାସ ମାଇଲା। ଏତିକି ମାଇଲେ। ନା କିଛି ଶତ୍ରୁତା ଆମର ନାହିଁ। ଏଇ କେସ୍ ଲାଗି ପଚରାଉଚରା କରିବାରୁ ସେମାନେ ଅସଭ୍ୟ ଭାଷାରେ ସୋଦାସୋଦି କଲେ। ସୋଦାସୋଦି କଲା ପରେ ହାତ ଉଠେଇ ମାରିଛନ୍ତି। ମୋ ସ୍ୱାମୀକି ମାଇଲେ, ମୋ ସ୍ୱାମୀ ଦାଣ୍ଡକୁ ପଳେଇ ଆଇଲା। ସିଆଡ଼େ ମୁଁ କହିଲି କୋଉଆଡ଼େ ମାଇଲେ। ମୁଁ ଏକରେ ବୁଲିକି ଏକାଠିଆ ମଣିଷ, ମୋ ପୁଅ ନାହିଁ, ମୋ ଝିଅ ନାହିଁ। ମୁଁ ଏକରେ ବୁଲିକିରି ଗଲା ବେଳକୁ ମା ପୁଅ ପଶିଗଲେ ଘରେ। ଆଉ ନେକୁ ଦାସ କ'ଣ କଲେ, ଛାତ ଉପରକୁ ପଳେଇଲେ ଉଠିକିରି।